ଛାତିଫଟା ଦୃଶ୍ୟ। ମୃତ୍ୟୁ ବି ପିଲାକୁ ଅଲଗା କରିପାରିଲାନି। ଶେଷ ନିଶ୍ୱାସ ଯାଏ ପୁଅକୁ ଜାବୁଡ଼ି ଧରିଥିଲା ମା। ମଧ୍ୟପ୍ରଦେଶର ଜବଲପୁରରୁ ପ୍ରାୟ 40 କିଲୋମିଟର ଦୂରରେ ନର୍ମଦା ନଦୀର ବର୍ଗୀ ଡ୍ୟାମରେ ଏକ କ୍ରୁଜ୍ ଡଙ୍ଗା ବୁଡ଼ିଯାଇଛି। ଏପର୍ଯ୍ୟନ୍ତ 9 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏକ ମୃତଦେହଟି ସେଠାରେ ଉପସ୍ଥିତ ଉଦ୍ଧାରକାରୀ ଦଳଙ୍କ ଆଖିରେ ଲୁହ ଆଣିଦେଇଛି। ମୃତଦେହଟି ଜଣେ ମହିଳାଙ୍କର ଥିଲା, ଯିଏ ତାଙ୍କ 4 ବର୍ଷର ଶିଶୁକୁ କୋଳରେ ଧରିଥିଲେ। ପିଲାଟି ତାଙ୍କ ମା'କୁ ଜୋରରେ ଧରିଥିଲା। ଉଦ୍ଧାରକାରୀମାନେ ମା ଏବଂ ଶିଶୁର ମୃତଦେହକୁ କୂଳକୁ ଆଣିବା ସମୟରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ସେ ଦୃଶ୍ୟ ଦେଖି ସମସ୍ତଙ୍କ ଛାତି ଫାଟି ଯାଇଥିଲା। ଉଭୟ ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିଲେ, କିନ୍ତୁ ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଆଉ ମୃତ୍ୟୁ ବି ମା ପାଖରୁ ପିଲାକୁ ଅଲଗା କରିପାରିନଥିଲା। ଶେଷ ନିଶ୍ୱାସ ଯାଏ ପିଲାକୁ ଜାବୁଡ଼ି ଧରିଥିଲା ମା। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ବୋଟଟି ଡ୍ୟାମ୍ ମଝିରେ ଥିବା ବେଳେ ହଠାତ୍ ଝଡ଼ ତୋଫାନ ମାଡ଼ି ଆସିଥିଲା। ଫଳରେ ବୋଟକୁ ନିୟନ୍ତ୍ରଣ କରିବା ଚାଳକଙ୍କ ପାଇଁ ସମ୍ଭବ ହୋଇନଥିଲା। ତେଣୁ ବୋଟଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଅନ୍ୟପଟେ ପ୍ରଶାସନର ବିଫଳତା ପାଇଁ ଦୁର୍ଘଟଣା ଘଟିଥିଲା ସ୍ଥାନୀୟ ଲୋକ ଦାୟୀ କରିଛନ୍ତି। ଝଡ଼ ତୋଫାନ ନେଇ ସତର୍କ କରାଯାଇଥିଲା, ହେଲେ ତାକୁ ଅଣଦେଖା କରି ପ୍ରଶାସନ ଡ୍ୟାମ୍ କ୍ରୁଜ୍ ବୋଟ୍ ପରିଚାଳନା ଜାରି ରଖିଥିବା ଅଭିଯୋଗ ହୋଇଛି। ଗତ 24 ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରିପୋର୍ଟ ଅନୁସାରେ ଓଲଟି ପଡ଼ିଥିବା କ୍ରୁଜ୍ ଡଙ୍ଗାଟି ବର୍ଗୀରେ ପ୍ରାୟ 20 ଫୁଟ ଗଭୀରରେ ଫସି ରହିଛି ଏବଂ ଏହାକୁ ଉଦ୍ଧାର କରିବା ପାଇଁ ବୁଢାଳି, ଡଙ୍ଗା ଏବଂ ଭାରୀ ଯନ୍ତ୍ରପାତି ନିୟୋଜିତ କରାଯାଇଛି। ଡଙ୍ଗାଟିକୁ କୂଳ ନିକଟକୁ ଟାଣିବା ଏବଂ ଏହାର ବୁଡ଼ି ରହିଥିବା ସ୍ଥାନଗୁଡ଼ିକ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପ୍ରୟାସ ଚାଲିଛି। ଅଧିକାରୀମାନେ କହିଛନ୍ତି ଯେ ମୃତ୍ୟୁ ପରେ ମଧ୍ୟ ପରସ୍ପରକୁ ଲାଗି ରହିଥିବା ଜଣେ ମା ଏବଂ ତାଙ୍କ ପିଲାର ପ୍ରତିଛବି ଉଦ୍ଧାର ସ୍ଥଳରେ ଥିବା ଲୋକଙ୍କୁ କନ୍ଦାଇ ଦେଇଥିଲା। ବର୍ଗୀ ବନ୍ଧ ନର୍ମଦା ନଦୀ ଉପରେ ନିର୍ମିତ ପ୍ରାରମ୍ଭିକ ପ୍ରମୁଖ ପ୍ରକଳ୍ପ ମଧ୍ୟରୁ ଗୋଟିଏ। ଏହାର ନିର୍ମାଣ କାର୍ଯ୍ୟ 1974 ମସିହାରେ ଆରମ୍ଭ ହୋଇଥିଲା ଏବଂ 1990 ମସିହାରେ ଜାତୀୟ ରାଜପଥ 7 ନିକଟସ୍ଥ ବର୍ଗୀ ଗ୍ରାମ ନିକଟରେ ସମାପ୍ତ ହୋଇଥିଲା। ଗୁରୁବାର ସନ୍ଧ୍ୟାରେ ଏହି ଦୁଃଖଦ ଘଟଣା ଘଟିଛି। ମଧ୍ୟପ୍ରଦେଶ ପର୍ଯ୍ୟଟନର ଏକ କ୍ରୁଜ୍ ଡଙ୍ଗା ପ୍ରାୟ 40ରୁ 45 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ହଠାତ୍ ଝଡ଼ ଆସିବା ପରେ ନଦୀବନ୍ଧରୁ ପ୍ରାୟ 300 ମିଟର ଦୂରରେ ଓଲଟି ପଡ଼ିଥିଲା। ପ୍ରାୟ 40 କିଲୋମିଟର ବେଗରେ ପ୍ରବଳ ପବନ ଏବଂ ପ୍ରବଳ ବର୍ଷା ଯୋଗୁଁ ଡଙ୍ଗାଟି ନିୟନ୍ତ୍ରଣ ହରାଇ ବୁଡ଼ି ଯାଇଥିଲା। ରିପୋର୍ଟ ଲେଖାଇବା ସୁଦ୍ଧା 9 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏବେ ବି ଅନେକ ନିଖୋଜ ଅଛନ୍ତି। ମୋତେ ବଞ୍ଚାଅ। ଜବଲପୁର କ୍ରୁଜ୍ ଦୁର୍ଘଟଣା ପୂର୍ବରୁ ଦିଲ୍ଲୀର ମହିଳାଙ୍କ ଶେଷ କଲ୍, ଉଜୁଡ଼ିଗଲା ଗଲା ପରିବାର। ମଧ୍ୟପ୍ରଦେଶର ଜବଲପୁରର ବର୍ଗୀ ଡ୍ୟାମରେ ମର୍ମନ୍ତୁଦ କ୍ରୁଜ୍ ଜାହାଜ ଦୁର୍ଘଟଣା ପୂରା ଦେଶକୁ ଶୋକାକୁଳ କରିଛି। ଏହା ସହିତ ଦିଲ୍ଲୀର ଏକ ପରିବାରକୁ ଛାରଖାର କରିଦେଇଛି ଏହି ଦୁର୍ଘଟଣା। ଏକ ଗୃହପ୍ରବେଶ ଉତ୍ସବରେ ଯୋଗ ଦେବାକୁ ଆସିଥିବା ପରିବାରର ଖୁସି ଗୁରୁବାର ସନ୍ଧ୍ୟାରେ ଶୋକରେ ପରିଣତ ହୋଇଛି। ଦୁର୍ଘଟଣାରେ ଦିଲ୍ଲୀର ଜଣେ ମହିଳା, ତାଙ୍କ 4 ବର୍ଷର ପୁଅ ଏବଂ ତାଙ୍କ ମାଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାରର ଅନ୍ୟ 3 ଜଣ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରାୟ 40 ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏହି କ୍ରୁଜ୍ ଡଙ୍ଗା ନର୍ମଦା ନଦୀର ବର୍ଗୀ ଡ୍ୟାମ୍ ବୁଲିବାକୁ ପାଇଁ ବାହାରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପାଗରେ ହଠାତ୍ ପରିବର୍ତ୍ତନ ହୋଇଥିଲା। ପ୍ରବଳ ପବନ ଏବଂ ଉଚ୍ଚ ଲହରୀ ଯୋଗୁଁ ଡଙ୍ଗାଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ପରିବାର ସଦସ୍ୟଙ୍କ ଅନୁଯାୟୀ ଦିଲ୍ଲୀ କ୍ୟାଣ୍ଟ ଅଞ୍ଚଳର ମାସେହଙ୍କ ପରିବାରର ସଦସ୍ୟା ମାରିନା, 39, ତାଙ୍କ ପରିବାର ସହିତ ଭିଡିଓ କଲ୍ କରୁଥିଲେ, ଯେତେବେଳେ ପରିସ୍ଥିତି ହଠାତ୍ ଖରାପ ହୋଇଗଲା। ତା ପରେ ହଠାତ୍ ସବୁ କିଛି ବଦଳିଗଲା। ସେ ଚିତ୍କାର କରି କହୁଥିଲେ, ମୋତେ ବଞ୍ଚାଅ, ମୋତେ ବଞ୍ଚାଅ। ଏବଂ ତା ପରେ କଲ୍ କଟିଗଲା। ଦୁର୍ଘଟଣାରେ ମରିନା, ତାଙ୍କର 4 ବର୍ଷର ପୁଅ ତ୍ରିଶାନ ଓରଫ ଜାହାନ ଏବଂ ତାଙ୍କ ମା ମଧୁର ମାସେହ, 62, ଙ୍କ ମୃତ୍ୟୁ ହୋଇଥିଲା। ମରିନାଙ୍କ ସ୍ୱାମୀ ପ୍ରଦୀପ, 14 ବର୍ଷର ଝିଅ ସିଆ ଏବଂ ତାଙ୍କ ବାପା ଜୁଲିୟସ୍ ମାସେହ ଅକ୍ଷତ ଅବସ୍ଥାରେ ରକ୍ଷା ପାଇ ଯାଇଥିଲେ। ପରିବାର ସଦସ୍ୟମାନେ କହିଛନ୍ତି ଯେ ପାଗ ଖରାପ ହେବାରୁ ଡଙ୍ଗାର ଉପର ଡେକ୍ରେ ବସିଥିବା ଲୋକମାନେ ହଠାତ୍ ତଳକୁ ଦୌଡ଼ି ଯାଇଥିଲେ। ଡଙ୍ଗାଟି ଅସନ୍ତୁଳିତ ହୋଇଗଲା ଏବଂ ଦ୍ରୁତ ଗତିରେ ପାଣି ଭର୍ତ୍ତି ହେବାକୁ ଲାଗିଲା। ପରିବାର ଲୋକଙ୍କ କହିବା ଅନୁସାରେ ପ୍ରଦୀପ ସ୍ଥିତି ଖରାପ ହେବା ମାତ୍ରେ ଲାଇଫ୍ ଜ୍ୟାକେଟ୍ ବାହାର କରି ସମସ୍ତଙ୍କୁ ବାଣ୍ଟିବା ଆରମ୍ଭ କରିଦେଇଥିଲେ। କିଛି ଲୋକ ଜ୍ୟାକେଟ୍ ପିନ୍ଧିଥିଲେ, ଆଉ କିଛି ଭୟରେ ପାଣିକୁ ଡେଇଁ ପଡ଼ିଥିଲେ। ଅଧିକାରୀଙ୍କ ଅନୁଯାୟୀ ଏପର୍ଯ୍ୟନ୍ତ 9 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେଭଳି 6 ଜଣ ଏବେ ବି ନିଖୋଜ ଅଛନ୍ତି। 28 ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଉଦ୍ଧାର ଏବେ ବି କାର୍ଯ୍ୟ ଜାରି ରହିଛି। ମଧ୍ୟପ୍ରଦେଶ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଡଙ୍ଗାର 3 ଜଣ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଏହି ଦୁଃଖଦ ଦୁର୍ଘଟଣା ପର୍ଯ୍ୟଟନ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି, ବିଶେଷ କରି ଯେଉଁ ସ୍ଥାନଗୁଡ଼ିକରେ ପାଗ ହଠାତ୍ ଖରାପ ହୋଇଯାଏ।